ଯେଉଁ ପିଲାମାନେ ମୁଗଲ ଶାସନ କିପରି ଭାରତରେ ପ୍ରତିଷ୍ଠା ହୋଇଥିଲା ସେ ଭିଡ଼ିଓଟି ଯଦି ଦେଖି ନାହାନ୍ତି ସେମାନେ ସେ ଭିଡ଼ିଓଟି ଫାଷ୍ଟ ଏହି ୟୁଟ୍ୟୁବ୍ ଚ୍ୟାନେଲର ପ୍ଲେଲିଷ୍ଟରେ ଅଛି, ଯାଇକି ଦେଖିଦେବେ। ତାପରେ ଆସିକି ଏହି ଟପିକଟିକୁ ଦେଖିବେ। ଆଜିର ବିଷୟବସ୍ତୁ ହେଉଛି ପିଲାମାନେ ମୁଗଲ ଯୁଗର ସାମାଜିକ ବ୍ୟବସ୍ଥା। ଆଜିର ଏହି ଟପିକ ଉପରେ ଆମେ ଆଲୋଚନା କରିବା। ଏହି ଟପିକଟିକୁ ବହୁତ ସୁନ୍ଦର ଭାବରେ ବୁଝିବା ଏବଂ ପରୀକ୍ଷାରେ ଯଦି ପ୍ରଶ୍ନ ଆସିବ ତାହେଲେ ଆମେ ତାର ଉତ୍ତର କରିକି ଆସିବା। ପିଲାମାନେ ପରୀକ୍ଷାରେ ଯଦି ତୁମର ପ୍ରଶ୍ନ ଆସିବ ଏହି ମୁଗଲ ଯୁଗର ସାମାଜିକ ବ୍ୟବସ୍ଥାକୁ ନେଇ, ତାହେଲେ 8 ମାର୍କର ପ୍ରଶ୍ନ ଆସିବ, ଲଙ୍ଗ କ୍ୱେଶ୍ଚନ୍ ଆସିବ। ଏବଂ ଯଦି ଏହି ପ୍ରଶ୍ନଟି ତୁମର ପରୀକ୍ଷାରେ ଆସେ, ଏଠି ଯେଉଁ ମୁଁ 13ଟି ପଏଣ୍ଟ ଲେଖିଦେଇଛି, ଏ 13ଟି ପଏଣ୍ଟକୁ ତୁମେ ସମ୍ପୂର୍ଣ୍ଣ ସେହିପରି ଭାବରେ ଲେଖିକି ସେଥିରେ ଗୋଟେ ଗୋଟେ ପଏଣ୍ଟରେ ଯଦି 5ଟି ଲେଖା ବାକ୍ୟ ଲେଖିଦେବ ତାହେଲେ ତୁମର ଉତ୍ତରଟି ହେଇଯିବ। ଆଉ ଏହି 13ଟି ପଏଣ୍ଟ କ'ଣ ପିଲାମାନେ, ଆସ ଆମେ ଗୋଟି ଗୋଟି କରି ଜାଣିଯିବା। ପ୍ରଥମେ ହେଲା କୃଷକ, ସମ୍ରାଟ, ମନସବଦାର, ଜମିଦାର, ଆଦିବାସୀ, କାରିଗର, ଗ୍ରାମର ମୁଖିଆ ଓ ପଞ୍ଚ, ଦାସ ପ୍ରଥା, ପୋଷାକ, ପ୍ରସାଧନ, ଆମୋଦ ପ୍ରମୋଦ, ପର୍ବପର୍ବାଣୀ ଓ ଶିକ୍ଷା। ଏହି ସମସ୍ତ ସମାଜର ଗୋଟିଏ ଗୋଟିଏ ଅଙ୍ଗ ଥିଲେ। ଏହି ସମସ୍ତ ପଏଣ୍ଟକୁ ଯଦି ତୁମେ ବର୍ଣ୍ଣନା କରିଦେବ ତୁମର ଉତ୍ତରଟି ହେଇଯିବ ପିଲାମାନେ। ସାମ୍ରାଜ୍ୟର ସୁଦୃଢ଼। ମୁଗଲମାନେ ତାଙ୍କର ଶାସନ ପ୍ରତିଷ୍ଠା କଲେ ଭାରତରେ 1526 ଖ୍ରୀଷ୍ଟାବ୍ଦରେ ଏବଂ ମୁଗଲ ସାମ୍ରାଜ୍ୟ ବା ମୁଗଲ ଶାସନ ଭାରତରେ ପ୍ରତିଷ୍ଠା କରିଥିଲେ ବାବର। ମୁଗଲ ଶାସନ ଭାରତରେ ପ୍ରତିଷ୍ଠା ହେବା ପରେ ସେହି ମୁଗଲ ସାମ୍ରାଜ୍ୟକୁ ତାର ସମ୍ରାଟମାନେ ସୁଦୃଢ଼ କରିବାକୁ ଚେଷ୍ଟା କଲେ ଏବଂ ମୁଗଲ ସମ୍ରାଟମାନେ ତାଙ୍କର ସାମ୍ରାଜ୍ୟକୁ ସୁଦୃଢ଼ କରିବା ଆରମ୍ଭ କରିଥିଲେ 16ଶ ଏବଂ 17ଶ ଶତାବ୍ଦୀରେ। ସେମାନେ ତାଙ୍କର ସାମ୍ରାଜ୍ୟକୁ ସୁଦୃଢ଼ କଲେ ଶକ୍ତିଶାଳୀ ଏବଂ କାର୍ଯ୍ୟକ୍ଷମ ସରକାର ଗଠନ କରିକି। ସେମାନେ ପୂର୍ବରୁ ଯେଉଁ କରଧାର୍ଯ୍ୟ ପ୍ରଣାଳୀ ଥିଲା ତାର ପରିବର୍ତ୍ତେ ନୂତନ କରଧାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ କରିକି ମଧ୍ୟ ତାଙ୍କର ସାମ୍ରାଜ୍ୟକୁ ସୁଦୃଢ଼ କଲେ। ନୂତନ ଅନୁଷ୍ଠାନ ତଥା ନୂତନ ସଂଗଠନ ପ୍ରସ୍ତୁତ କରିକି ମୁଗଲ ସାମ୍ରାଜ୍ୟକୁ ସୁଦୃଢ଼ କଲେ। ମୁଗଲମାନଙ୍କର ଯେଉଁ କର୍ମଚାରୀମାନେ ଥିଲେ ସେମାନଙ୍କ ମଧ୍ୟରେ ରାଜିନାମା ଏବଂ ସମ୍ପର୍କ ସ୍ଥାପନ କରି ସାମ୍ରାଜ୍ୟ ସୁଦୃଢ଼ କଲେ। ତାଙ୍କର ଯେଉଁ ସାମରିକ ଶକ୍ତି ଥିଲା ତାହାକୁ ସୁଦୃଢ଼ କରିକି ମଧ୍ୟ ମୁଗଲ ସମ୍ରାଟମାନେ ତାଙ୍କର ସାମ୍ରାଜ୍ୟକୁ ସୁଦୃଢ଼ କଲେ। ସେହି ସମୟରେ ଭାରତରେ ଯେଉଁ ଭାରତୀୟ ପରମ୍ପରା ଏବଂ ଭାରତୀୟ ଶାସନ ବ୍ୟବସ୍ଥା ଥିଲା ତାର ପ୍ରତି ମଧ୍ୟ ସେମାନେ ସଚେତନ ରହିକି ତାଙ୍କର ସାମ୍ରାଜ୍ୟକୁ ସୁଦୃଢ଼ କରିଥିଲେ ଏବଂ ମୁଗଲ ସମ୍ରାଟମାନେ ତାଙ୍କର ସାମ୍ରାଜ୍ୟ ସୁଦୃଢ଼ ଆହୁରି ନୂତନ ନିୟମ ପ୍ରଣୟନ କରିକି ତାଙ୍କର ସାମ୍ରାଜ୍ୟକୁ ସୁଦୃଢ଼ କରିଥିଲେ। ତ ପିଲାମାନେ ମୁଗଲ ସମ୍ରାଟମାନେ ତାଙ୍କର ସାମ୍ରାଜ୍ୟକୁ 1526 ମସିହାରେ ତିଆରି କଲା ପରେ 16ଶ ଏବଂ 17ଶ ଶତାବ୍ଦୀରେ ଏହିପରି ଭାବରେ ତାଙ୍କର ସାମ୍ରାଜ୍ୟକୁ ସୁଦୃଢ଼ କରିଥିଲେ। ମୁଗଲ ଶାସନ ସମୟରେ ଭାରତୀୟ ସମାଜ। ପ୍ରଥମ ପଏଣ୍ଟ ହେଉଛି ପିଲାମାନେ କୃଷକ। ସମାଜରେ ଅଧିକ ଲୋକ ଗ୍ରାମରେ ରହୁଥିଲେ ଏବଂ ତାଙ୍କର ମୁଖ୍ୟ ଜୀବିକା କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଥିଲା। ଗ୍ରାମରେ ଯେଉଁ କୃଷକମାନେ ରହୁଥିଲେ ସେମାନଙ୍କୁ ରୟତ, ମୁଜାରୀ, କିଷାନ ବୋଲିକି କୁହାଯାଉଥିଲା। ଖୁଦକସ୍ତ କାହାକୁ କୁହାଯାଏ? ପରୀକ୍ଷାରେ ପ୍ରଶ୍ନ ଆସିଯାଏ ପିଲାମାନେ। ନିଜ ଗ୍ରାମରେ ଯେଉଁ ଚାଷୀମାନେ ଚାଷ କରୁଥିଲେ ତାଙ୍କୁ ଖୁଦକସ୍ତ ବୋଲିକି କୁହାଯାଉଥିଲା। ପାହିକସ୍ତ କାହାକୁ କୁହାଯାଏ? ଆହୁରି ପରୀକ୍ଷାରେ ପ୍ରଶ୍ନ ଆସେ। ଯେଉଁ କୃଷକମାନେ ଅନ୍ୟ ଗ୍ରାମରେ ଚାଷ କରନ୍ତି ସେହି ଚାଷୀକୁ ପାହିକସ୍ତ ବୋଲିକି କୁହାଯାଏ। ଧନୀ ଚାଷୀ କାହାକୁ କୁହାଯାଉଥିଲା? ସେ ସମୟରେ 6 ଏକରରୁ ଅଧିକ ଜମିରେ ଯେଉଁମାନେ କୃଷି କାର୍ଯ୍ୟ କରୁଥିଲେ ତାଙ୍କୁ ଧନୀ ଚାଷୀ ବୋଲିକି କୁହାଯାଉଥିଲା। ଏବଂ କୃଷି ପାଇଁ ଯଦି ପାଣିର ଆବଶ୍ୟକ ହୁଏ ସେ ସମୟରେ ସେମାନେ କାହା ଉପରେ ନିର୍ଭର କରୁଥିଲେ? ବର୍ଷା ଜଳ, କେନାଲ ଏବଂ ନହର ଉପରେ ନିର୍ଭର କରୁଥିଲେ। ସେହି ସମୟରେ କୃଷକମାନେ ବର୍ଷକୁ 2ଟି ଫସଲ ଅମଳ କରିପାରୁଥିଲେ। ଶସ୍ୟ ବିଭିନ୍ନ ପ୍ରକାର ଉତ୍ପାଦନ କରୁଥିଲେ, ଯେମିତିକି ଖାଦ୍ୟ ଶସ୍ୟ ସହିତ କପା ଏବଂ ଆଖୁ ଉତ୍ପାଦନ କରିପାରୁଥିଲେ କୃଷକମାନେ। ଜମି ଉପରେ ଏହି କୃଷକମାନଙ୍କର ବ୍ୟକ୍ତିଗତ ମାଲିକାନା ଥିଲା। ସେହି ସମୟରେ ବିଭିନ୍ନ ପ୍ରକାର ଚାଷୀମାନେ ଥିଲେ, ଯେମିତି କୃଷକ, କୃଷିଦାସ, ଶ୍ରମିକ। ଏବଂ ଜମି ଉପରେ କାହାର ମାଲିକାନା ନଥିଲା ପିଲାମାନେ? ଦେଖ, କୃଷି ଶ୍ରମିକ ଏବଂ ଭୃତ୍ୟମାନଙ୍କର ଜମିର ମାଲିକାନା ନଥିଲା। ଏବଂ ସମାଜର ଶେଷ ସ୍ତରରେ ଥିଲେ କୃଷି ଶ୍ରମିକ ଏବଂ ଭୃତ୍ୟ ଶ୍ରେଣୀର ଲୋକମାନେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ କୃଷକର ଫଟୋ ଚିତ୍ର ଅଛି। ମୁଗଲ ଶାସନ ସମୟରେ ଭାରତୀୟ ସମାଜ। ନେକ୍ସଟ ପଏଣ୍ଟ ହେଉଛି ପିଲାମାନେ ସମ୍ରାଟ। ସମ୍ରାଟ ଥିଲେ ଶାସନ ମୁଖ୍ୟ ଏବଂ ସମ୍ରାଟକୁ ଆହୁରି ବାଦଶାହ ବା ସାହାନଶାହ ବୋଲିକି କୁହାଯାଉଥିଲା। ସେହି ସମ୍ରାଟ ନିଜକୁ ନିଜେ ଈଶ୍ୱରଙ୍କ ବଂଶଧର ବା ଈଶ୍ୱରଙ୍କ ଆଲୋକ ବୋଲିକି ନିଜକୁ ବର୍ଣ୍ଣନା କରୁଥିଲେ ଏବଂ ସେ କହୁଥିଲେ ଶାସକ ହେବା ପାଇଁ ଭଗବାନ ଦ୍ୱାରା ସେ ପ୍ରେରିତ ହୋଇଛନ୍ତି ବୋଲିକି। ସମ୍ରାଟଙ୍କର ପ୍ରଧାନ କାର୍ଯ୍ୟ ଥିଲା ପ୍ରଜାଙ୍କ ଧନ, ଜୀବନ, ସମ୍ମାନ ରକ୍ଷା କରିବା ଏବଂ ପ୍ରଜାମାନେ ସେହି ସମ୍ରାଟଙ୍କର ବଶ୍ୟତା ସ୍ୱୀକାର କରୁଥିଲେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏଠି ଆକବର ସମ୍ରାଟଙ୍କର ଫଟୋ ଚିତ୍ରଟି ଦିଆଯାଇଛି।
मुगल शासन समय भारतीय समाज नेक्स्ट पॉइंट होची मनसबदार। मनसबदार कहले पिला माने मुगल सम्राटकर कर्मचारी को कहा जाए मनसबदार। एवं यही मनसबदार माने सामाजिक एवं सामरिक कार्य परिचालना करुथिले एवं ये मनसबदार माने विभिन्न जातीय धर्मरू नियुक्ति पाइथिले। जेमति कि मनसबदार माने थिले तुर्की, आरब, अफगान, रूसीय, राजपूत, मराठार थिले एवं सही मनसबदार माने निजर कार्य एवं सेवा पई सेमानंकु मुद्रा, जागीर, खजना इत्यादि मिलुथिला एवं तांकर स्थान समाज रे शीर्ष रे थिला, सम्राट को तले थिला। ये जो फोटो चित्रटी देखुछ पिला माने एही फोटो चित्र रे मनसबदार माने सम्राट को सहित आलोचना करुथिबार फोटो चित्रटी दर्शाई दिया जाइछि। नेक्स्ट पॉइंट होछि पिला माने जमीदार। जमीदार माने कृषि उत्पादन उपर निर्भर करुथिले। एही जमीदार माने चाष करू नथिले। एही जमीदार माने तांकर परिचय सृष्टि करिथिले सेही समय थिबा विभिन्न कुल, वंश, आदिवासी एवं चारण भूमि अन्वेषी माननकु एकत्रित करिकि तांकर परिचय सृष्टि करिथिले। एही जमीदार मानकर कार्य थिला शांति श्रृंखला रक्षा करिबा, राजस्व आदाय करिबा एवं राजकोष जमा करिबा। सेही जमीदार माननकु जमीदार हेबा पई स्वीकृति मिलिथिला मुगल प्रशासन तरफरु। जमी उपरे तांकर संपूर्ण अधिकार थिला। जमीदार माने थिले राजपूत, उच्च जातिर लोक, आदिवासी मुखिया, मुसलमान माने ए समस्ते जमीदार होई पारुथिले एवं जमीदार माने निजर सुरक्षा पई बहुत बड़ घर बा विराट घर निर्माण करथिले, ता सहित दुर्ग मध्य निर्माण करथिले एवं चाषी को बाध्य करुथिले स्थायी चाष करिबा पई एवं चाषी माननकु ए जमीदार माने शोषण करथिले। एठी जो फोटो चित्रटी अछि पिला माने गोटे जमीदार फोटो चित्र दर्शाई दिया जाइछि। नेक्स्ट पॉइंट होछि पिला माने आदिवासी। आदिवासी माने जंगल रे रहउथिले एवं आदिवासी मानकर कार्य थिला शिकार करिबा, माछ धरिबा, फलमूल संग्रह करिबा, ता सहित चाष करिबा। आदिवासी माने कर देउ नथिले। आदिवासी माने सम्राट को हाथी जोगाई देउथिले, ता सहित सम्राट जेतेबेले शिकार यात्रा रे बाहरुथिले सम्राट को शिकार यात्रा रे साहाय्य करुथिले। आदिवासी मानकर मुख्यंक थिला सैनिक दल एवं सही आदिवासी मुख्यंक सैनिक दल रखिबा पई स्वीकृति मिलिथिला राजा एवं जमीदार कोठारु। सिंधु अंचल रे जो आदिवासी माने थिले तांकर सैनिक दल रे पदाधिक थिले, ता सहित अश्वारोही मध्य थिले। पिला माने ओडिशा, आसाम, बिहार रो जमीदार मानकर जो सैन्य दल थिला ताहाकू पाइक दल बोलकी कुहा जाउथिला एवं शेष रे सही सैन्य दल को मुगल सम्राट आक्रमण करिकि अख्तियार करि दिथिले। एठी जो फोटो चित्रटी अछि पिला माने ए फोटो चित्रटी होछि आदिवासी मानकर फोटो चित्र। नेक्स्ट पॉइंट होछि पिला माने कारीगर। चाषी और कारीगर मध्य स्वल्प तफात थिला। चाषी और कारीगर परस्पर कार्य करुथिले। चाषी कृषि मांदा समय लुगा बुड़ीबा, रंग करिबा, इटा खपर गढ़िबा, ता सहित चाष उपकरण तैयारी करिबा कार्य करुथिले। सेमती कारीगर मध्य कृषि ऋतु रे कृषि कार्य करुथिले। सेही समय विभिन्न प्रकार कारीगर थिले जेमति कि कुम्हार, बढ़ई, कुमार इत्यादि एवं एही कारीगर माने तांकर कार्य पई खाद्य शस्य पाउथिले, ता सहित ग्रामरु जमी पाउथिले, ता सहित पाउणा मध्य पाउथिले। एठी जो फोटो चित्रटी अछि पिला माने गोटिए कुम्हारर फोटो चित्र दिया जाइछि। नेक्स्ट पॉइंट होछि पिला माने ग्रामर मुखिया और पंच। पंच का कुहा जाए देख पिला माने ग्रामर वयोज्येष्ठ मानक सभा को पंच बोलिकी कुहा जाए एवं तार सदस्य के थांती ग्रामर विशिष्ट लोक माने तार सदस्य थांती। पंच को 12 मिसा बोली कुहा जाउछि काहेकि पिला माने देख ग्रामर बहु जाति एवं गोष्ठीर लोक मानकु नै कि पंच तैयारी होइते, तेणु करी पंच को कुहा जाउछि 12 मिसा बोलिकी एवं एही पंच रो जणे मुखिया थांती एवं एही पंच को स्वीकृति की प्रदान करि थांती पिला माने देख स्थानीय जमीदारी स्वीकृति प्रदान करि थांती एवं पंचायत रो निर्णय ही समस्तଙ୍କ ପାଇଁ पालनीय। समस्त ए पंचायत रो निर्णय को मानिबा ପାଇଁ बाध्य होइतांती। जाति पंचायत काहाकु कुहा जाए निर्दिष्ट जाति ପାଇଁ जो पंचायत तैयारी होइते ताकु कुहा जाए जाति पंचायत एवं राज्य शासन रो हस्तक्षेप नथिला एही जाति पंचायत तथा पंच रे। एठी जो फोटो चित्र दिया जाइछि पिला माने देखि पारुथबो प्रत्येक ग्राम रे जो गोटे गोटे पंच थाए तार एक फोटो चित्र एटा। नेक्स्ट पॉइंट होछि पिला माने दास प्रथा। मुगल शासन समय भारतीय समाज रे जो दास माने थिले तांकर स्थान समाज रे निम्न रे थिला। सेही मुगल शासन समय रे जो सम्भ्रांतीय श्रेणी रो हिंदू एवं मुसलमान माने थिले सेमाने दास रखुथिले। दास मानकर कार्य थिला कृषि कार्य, ता सहित समाज रे आउरी जो अन्यान्य कार्य गुडी को थिला ताहा मध्ये सेही दास माने करुथिले एवं समाज रे भारतीय समाज रे दास मानकर स्थिति बहुत निम्न मानर थिला। एही फोटो चित्रटी देखो पिला माने ए फोटो चित्रटी होछि दास मानकर फोटो चित्र एवं एही फोटो चित्र को देखिकी तुमे माने अनुमान करि पारुथबो जे दास मानकर स्थिति केमती थिबो। नेक्स्ट पॉइंट होछि पिला माने पोशाक। मुगल शासन समय भारतीय समाज रे जो मुस्लिम एवं हिंदू माने रहुथिले सेमाने किपरि पोशाक परिधान करुथिले तार विषय रे आमे जानिबा। मुस्लिम सम्भ्रांत माने सिल्क रो पोशाक व्यवहार करुथिले एवं नारी माने
ସଲୱାର ସାୟା ବୁର୍ଖା ବ୍ୟବହାର କରୁଥିଲେ ଏବଂ ହିନ୍ଦୁ ସମାଜରେ ଯେଉଁ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ ଥିଲେ ଦାମିକା ପୋଷାକ ବ୍ୟବହାର କରୁଥିଲେ, ସାଧାରଣ ଲୋକମାନେ ନିମ୍ନମାନର ପୋଷାକ ବ୍ୟବହାର କରୁଥିଲେ, ତା ସହିତ ହିନ୍ଦୁ ନାରୀମାନେ ଶାଢ଼ୀ ଏବଂ ଓଢ଼ଣୀକୁ ବ୍ୟବହାର କରୁଥିଲେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏଠି ମୁସଲିମ ନାରୀମାନେ ବ୍ୟବହାର କରୁଥିବା ବୁର୍ଖାର ଏକ ଫଟୋ ଚିତ୍ର ଅଟେ ଏହା। ନେକ୍ସଟ ପଏଣ୍ଟଟି ହେଉଛି ପିଲାମାନେ ପ୍ରସାଧନ। ସେହି ସମୟରେ ଯେଉଁ ସମାଜରେ ମୁସଲମାନମାନେ ଥିଲେ ଏବଂ ହିନ୍ଦୁମାନେ ଥିଲେ ସେମାନେ ସଜେଇ ହେବା ପାଇଁ କେଉଁ କେଉଁ ପ୍ରସାଧନ ଜନିତ ସାମଗ୍ରୀକୁ ବ୍ୟବହାର କରୁଥିଲେ, ଯେମିତିକି ମୁସଲମାନମାନେ ନିଜେ ସଜେଇ ହେବା ପାଇଁ ଅତର, କଜଳ, ଗୁଲାପ ଜଲ, ମେହେନ୍ଦୀ, ନଖପାଲିସ ଇତ୍ୟାଦି ବ୍ୟବହାର କରୁଥିଲେ। ସେହି ସମୟରେ ହିନ୍ଦୁମାନେ ମଧ୍ୟ ନିଜେ ସଜେଇ ହେବା ପାଇଁ କଜଳ, ସିନ୍ଦୁର, ସୁବାସିତ ତୈଳ, ନଖପାଲିସ ଇତ୍ୟାଦି ବ୍ୟବହାର କରୁଥିଲେ ପ୍ରସାଧନ ସାମଗ୍ରୀ ହିସାବରେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ବିଭିନ୍ନ ପ୍ରସାଧନ ସାମଗ୍ରୀକୁ ଦର୍ଶାଇ ଦିଆଯାଇଛି। ନେକ୍ସଟ ପଏଣ୍ଟଟି ହେଉଛି ପିଲାମାନେ ଆମୋଦ ପ୍ରମୋଦ, ଯେ ସେହି ସମୟରେ ଯେଉଁ ମୁସଲମାନମାନେ ସମାଜରେ ଥିଲେ ତା ସହିତ ଯେଉଁ ହିନ୍ଦୁମାନେ ଥିଲେ ତାଙ୍କୁ ଯେଉଁ ଖାଲି ସମୟ ମିଳୁଥିଲା ସେହି ଖାଲି ସମୟକୁ ସେମାନେ କିପରି ଅତିବାହିତ କରୁଥିଲେ। ମୁସଲମାନମାନେ ନୌଚାଳନା, ଘୋଡ଼ା ଦୌଡ଼, ଶିକାର, ପୋଲୋ, ଶତରଞ୍ଜ, ଚୌପଟ, ଗୋଡ଼ି ଉଡ଼ାଣ, ପାରା ଉଡ଼ାଣ, କୁକୁଡ଼ା ଲଢ଼େଇ, ଯାଦୁଗର ଖେଳ ଇତ୍ୟାଦି ଦେଖିକି ସେମାନେ ତାଙ୍କର ସମୟକୁ ଅତିବାହିତ କରୁଥିଲେ ଏବଂ ସେହି ସମୟରେ ହିନ୍ଦୁମାନେ କେମିତି ତାଙ୍କର ଆମୋଦ ପ୍ରମୋଦ କରୁଥିଲେ, ଖଣ୍ଡାଯୁଦ୍ଧ, କୁସ୍ତି, ଚେସ୍ ବା ଶତରଞ୍ଜ ଖେଳିକି, ବାଦ୍ୟଯନ୍ତ୍ର ବଜେଇକି, ରାମଲୀଳା, କୃଷ୍ଣଲୀଳା କରିକି ମଧ୍ୟ ହିନ୍ଦୁମାନେ ତାଙ୍କର ସମୟକୁ ଅତିବାହିତ କରୁଥିଲେ। ମୋଗଲମାନଙ୍କ ଶାସନ ସମୟରେ ଭାରତୀୟ ସମାଜ। ନେକ୍ସଟ ପଏଣ୍ଟ ହେଉଛି ପିଲାମାନେ ପର୍ବପର୍ବାଣି। ସେହି ସମୟରେ ଭାରତୀୟ ସମାଜରେ ମୁସଲିମମାନେ ବି ରହୁଥିଲେ, ହିନ୍ଦୁମାନେ ବି ରହୁଥିଲେ। ମୁସଲିମମାନଙ୍କର ପର୍ବପର୍ବାଣି ଅଲଗା ଥିଲା, ହିନ୍ଦୁମାନଙ୍କ ପର୍ବପର୍ବାଣି ଅଲଗା ଥିଲା। ମୁସଲିମମାନଙ୍କର ପର୍ବପର୍ବାଣି କ'ଣ ଥିଲା ଦେଖ ପିଲାମାନେ, ମହରମ, ଇଦ୍ ଏ ମିଲାଦ, ଇଦ୍ ଉଲ ଫିତର, ଇଦ୍ ଉଲ ଜୁହା, ନୌରଜ, ଶବେ ବରାତ। ଏ ଯେଉଁ ନୌରଜ ଅଛି ପିଲାମାନେ, ଏହା ମୁସଲିମମାନଙ୍କର ନୂତନ ବର୍ଷ ପାଳନ ଅଟେ। ହିନ୍ଦୁମାନେ କେଉଁ କେଉଁ ପର୍ବପର୍ବାଣି ପାଳନ କରୁଥିଲେ ଦେଖ ପିଲାମାନେ, ଜନ୍ମଦିନ, ନାମକରଣ, ଜନ୍ମାଷ୍ଟମୀ, ଦିୱାଲି, ହୋଲି, ରକ୍ଷାବନ୍ଧନ, ରାମନବମୀ, ଶିବରାତ୍ରି। ଏଠି ଯେଉଁ ଦିୱାଲି ଲେଖା ହେଇଛି ପିଲାମାନେ ଦୀପାବଳି କରିଦେବ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହା ମୁସଲିମମାନଙ୍କର ନୂତନ ବର୍ଷ ପାଳନ କରାଯାଉଛି ଏ ଫଟୋ ଚିତ୍ରରେ ଏବଂ ତାହାକୁ କୁହାଯାଏ ନୌରଜ ବୋଲିକି। ମୋଗଲ ଶାସନ ସମୟରେ ଭାରତୀୟ ସମାଜ। ନେକ୍ସଟ ପଏଣ୍ଟଟି ହେଉଛି ପିଲାମାନେ ଶିକ୍ଷା। ଭାରତରେ ସେହି ସମୟରେ ଭାରତୀୟ ସମାଜରେ ମୁସଲମାନମାନେ ଏବଂ ହିନ୍ଦୁମାନେ ରହୁଥିଲେ। ମୁସଲମାନମାନଙ୍କର ଶିକ୍ଷା ବ୍ୟବସ୍ଥା ଅଲଗା ଥିଲା, ହିନ୍ଦୁମାନଙ୍କର ଶିକ୍ଷା ବ୍ୟବସ୍ଥା ଅଲଗା ଥିଲା। ମୁସଲମାନମାନେ ଶିକ୍ଷା ଗ୍ରହଣ କରୁଥିଲେ ମକ୍ତାବ ଏବଂ ମାଦ୍ରାସାରୁ। ମକ୍ତାବ କହିଲେ ପିଲାମାନେ ପ୍ରାଇମେରୀ ଏଜୁକେସନକୁ ବୁଝାଇଥାଏ ଏବଂ ମାଦ୍ରାସା କହିଲେ ହାୟର ଏଜୁକେସନକୁ ବୁଝାଇଥାଏ। ମୁସଲମାନମାନେ କେଉଁ କେଉଁ ବିଷୟରେ ଶିକ୍ଷା ଗ୍ରହଣ କରୁଥିଲେ ଦେଖ ପିଲାମାନେ, ଗଣିତ, ଜ୍ୟୋତିଷ, ଇସଲାମ ଧର୍ମ ଉପରେ ସେମାନେ ଶିକ୍ଷା ଗ୍ରହଣ କରୁଥିଲେ ଏବଂ ମାଦ୍ରାସା ଗୁଡ଼ିକ କେଉଁ କେଉଁ ଜାଗାରେ ନିର୍ମାଣ କରାଯାଇଥିଲା, ଆଗ୍ରା, ଦିଲ୍ଲୀ, ଲାହୋର, ଗୁଜୁରାଟ, ଅହମ୍ମଦାବାଦ ଇତ୍ୟାଦି ସ୍ଥାନରେ ମାଦ୍ରାସା ଗୁଡ଼ିକ ନିର୍ମାଣ କରାଯାଇଥିଲା ଏବଂ ଉଚ୍ଚ ଶିକ୍ଷା ପାଇଁ ମୁସଲମାନମାନେ ମକ୍କା ଯାଉଥିଲେ, ମଦିନା ଯାଉଥିଲେ, ଖୁରାସନ ଯାଉଥିଲେ, ତା ସହିତ ବାଗଦାଦକୁ ମଧ୍ୟ ଯାଉଥିଲେ। ସେହିପରି ହିନ୍ଦୁମାନେ କିପରି ଶିକ୍ଷା ଗ୍ରହଣ କରୁଥିଲେ, ହିନ୍ଦୁମାନେ ଶିକ୍ଷା ଗ୍ରହଣ କରୁଥିଲେ ପାଠଶାଳାରେ। ହିନ୍ଦୁମାନେ କେଉଁ କେଉଁ ବିଷୟରେ ଶିକ୍ଷା ଗ୍ରହଣ କରୁଥିଲେ, ଇତିହାସ, ଗଣିତ, ଧର୍ମଶାସ୍ତ୍ର, ଜ୍ୟୋତିଷ ଶିକ୍ଷା ବିଷୟରେ ସେମାନେ ଶିକ୍ଷା ଗ୍ରହଣ କରୁଥିଲେ ଏବଂ ହିନ୍ଦୁମାନେ ଉଚ୍ଚ ଶିକ୍ଷା ପାଇଁ ଯାଉଥିଲେ ବନାରସ, ମଥୁରା, ମିଥିଳା, ନାଦିଆ, ତିରହୁତ ଇତ୍ୟାଦି ସ୍ଥାନକୁ। ଏହି ସ୍ଥାନମାନଙ୍କରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପ୍ରତିଷ୍ଠା ହୋଇଥିଲା ଏବଂ ଶିକ୍ଷା ଗ୍ରହଣ ପରେ ହିନ୍ଦୁମାନେ ଶାସନ କାର୍ଯ୍ୟରେ ଅଂଶଗ୍ରହଣ କରୁଥିଲେ। ପିଲାମାନେ ପରୀକ୍ଷାରେ ଯଦି ତୁମର ପ୍ରଶ୍ନ ଆସେ ମୋଗଲ ଯୁଗର ସାମାଜିକ ବ୍ୟବସ୍ଥା ବିଷୟରେ ବର୍ଣ୍ଣନା କର, ତାହେଲେ ଏଠି ଯେଉଁ ମୁଁ 13ଟି ପଏଣ୍ଟ ଲେଖିଛି ଏ 13ଟି ପଏଣ୍ଟ ତୁମକୁ ବହୁତ ସହଜ ଏବଂ ସରଳ ଭାଷାରେ ବୁଝାଇ ଦେଇଛି। ପରୀକ୍ଷାରେ ଯଦି ଆସେ ତୁମେ ଏହି 13ଟି ପଏଣ୍ଟକୁ ପ୍ରଥମେ ଲେଖିବ ଏବଂ ପ୍ରତ୍ୟେକ ପଏଣ୍ଟରେ ଚେଷ୍ଟା କରିବ ପିଲାମାନେ 5ଟି ବାକ୍ୟ ଲେଖିବା ପାଇଁ ଏବଂ ପ୍ରତ୍ୟେକ ପଏଣ୍ଟରେ ଯଦି ତୁମେ 5ଟି ବାକ୍ୟ ଲେଖିଦେବ ତାହେଲେ ତୁମର ଉତ୍ତର ସମ୍ପୂର୍ଣ୍ଣ ହୋଇଯିବ। ଭିଡ଼ିଓଟି ଯଦି ଭଲ ଲାଗିଥିବ ପିଲାମାନେ ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ, ଏହି ଭିଡ଼ିଓକୁ ଲାଇକ୍ କରିଦେବ। ପୁଣି ଦେଖା ହେବା ପିଲାମାନେ ଆଉ ଗୋଟେ ନୂତନ ଅଧ୍ୟାୟ ସହିତ ଗୋଟେ ନୂଆ ଜୋସ୍ରେ ଦେଖା ହେବା। ସେତିକି ପର୍ଯ୍ୟନ୍ତ ବିଦାୟ ଦିଅ ପିଲାମାନେ, ରହୁଛି। ଧନ୍ୟବାଦ।